ଆପଣମାନଙ୍କ ଘରେ ପ୍ରବଳ ଅସରପା ହେଉଛନ୍ତି କି? ତାକୁ ଆପଣମାନେ ବିନା ପଇସାରେ କେମିତି ଘରୋଇ ଉପାୟରେ ତାକୁ ବାହାର କରିବେ, ତା'ର ଗୋଟେ ସୁନ୍ଦର ଉପାୟ ଆପଣମାନଙ୍କ ପାଇଁ ଆଣିଛି। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ ଉପରେ ସମସ୍ତେ ଭଲରେ ଥିବେ। ଅସରପା ଏମିତି ଗୋଟେ ଜିନିଷ ଯାହାକି ଆମକୁ ବହୁତ ଡର ଲାଗିଥାଏ। ତ ତାକୁ ଆମେ କେମିତି ଭଗେଇବା, ତା'ର ଗୋଟେ ସୁନ୍ଦର ସଲ୍ୟୁସନ୍ ଆପଣମାନଙ୍କ ପାଇଁ ଆଣିଛି। ଆଉ ସେଇଟା ଆପଣମାନଙ୍କ କିଚେନ୍ରେ ନିହାତି ଭାବରେ ଆଭେଲେବୁଲ୍ ଥିବ। ତ ଆକୁ ଆପଣମାନେ ନିହାତି ଭାବରେ କରନ୍ତୁ। ଆପଣମାନଙ୍କର 5 ପଇସା ବି ଖର୍ଚ୍ଚ ହେବନି କି ମାର୍କେଟରୁ କୌଣସି କେମିକାଲ ଜିନିଷ ଆଣିବା ପାଇଁ ପଡ଼ିବନି। ଦେଖନ୍ତୁ ମୁଁ ଗୋଟେ ବାଉଲ୍ ନେଇଛି, ପ୍ଲାଷ୍ଟିକ୍ ବାଉଲ୍ଟେ। ତା ଦେହରେ ମୁଁ 2 ଚାମଚ ମେଜରମେଣ୍ଟ କରିକି ନେଉଛି କର୍ଣ୍ଣଫ୍ଲାୱାର। ଆପଣମାନେ ଚାହିଁଲେ এই କର୍ଣ୍ଣଫ୍ଲାୱାର ଜାଗାରେ ମଇଦାକୁ ମଧ୍ୟ ନେଇପାରିବେ। ତ ଆପଣମାନେ ଯେଉଁ ଚାମଚରେ ନେଉଛନ୍ତି ତାକୁ ମେଜରମେଣ୍ଟ କରି ନିଅନ୍ତୁ। ଆଉ ଆପଣମାନେ ପୁରା ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓକୁ ଦେଖିଲେ ହିଁ ଆପଣମାନେ ଜାଣିପାରିବେ ମୁଁ କେଉଁ ପରିମାଣରେ କ'ଣ ନେଇକରି ୟାକୁ ବନାଉଛି। ୟାକୁ ବନେଇବା ବହୁତ ସହଜ, ଆପଣମାନେ ଆରାମସେ ଘରେ ବନେଇ ପାରିବେ। ଦେଖନ୍ତୁ ମୁଁ ଯେଉଁ ଚାମଚରେ ନେଇଛି କର୍ଣ୍ଣଫ୍ଲୋର, ତାପରେ 2 ଚାମଚ ନେଲି। ତାପରେ ଆପଣମାନେ ବାଦାମ ନେବେ, ଯେଉଁଟାକି ଆପଣମାନଙ୍କ ଘରେ ତ ନିହାତି ମିଳିଯିବ। ଯଦି ବା ନଥିବ ତାହେଲେ ଆପଣମାନେ ମାର୍କେଟରୁ ମଧ୍ୟ ଆଣିପାରିବେ। ତାକୁ କ'ଣ କରିବେ ନା ଟିକେ ନାକୁ କ୍ରସ୍ କରିଦେବେ। ଭଜା ବାଦାମ ଯଦି ହେବ ତାହେଲେ ବି ମଧ୍ୟ ଭଲ। ତ ବାଦାମ ମୁଁ ଏଠି କ'ଣ ପାଇଁ ନେଉଛି ସେଇଟା ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ବାଦାମରେ କ'ଣ ନା ବାଦାମର ସ୍ମେଲ୍ଟା ଟିକେ ଅଲଗା ଥାଏ, ଯାହାକି ଅସରପା ମାନେ ଆସିବା ପାଇଁକା ବହୁତ ଭଲ ପାଇବେ ଏବଂ ଆସିକିରି ମଧ୍ୟ ଖାଇବେ। ତ ତେଣୁ ତାଙ୍କୁ ଅସରପାଙ୍କୁ ଯେଉଁ ଜିନିଷ ଭଲ, ଆମେ ସେଇ ଜିନିଷରେ ଆମେ କ'ଣ ମିଶାଇଲେ ସେମାନଙ୍କର ଆସିବେନି, ତା'ର ଗୋଟେ ସୁନ୍ଦର ଉପାୟଟେ ମୁଁ ଆପଣମାନଙ୍କ ପାଇଁ ଆଣିଛି। ନିହାତି ଭାବରେ ଭିଡ଼ିଓକୁ ମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ୱାଚ୍ କରନ୍ତୁ। ଆଉ ଯଦି ଭଲ ଲାଗିବ ନିହାତି ଭାବରେ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ତାପରେ ଆପଣମାନେ ମେଜରମେଣ୍ଟ କରିକିରି ପାଣି ଦେବେ। ପାଣି ଦେବେ ଯେ ଆପଣମାନଙ୍କର କ୍ୱାଣ୍ଟିଟି ଦେଖିକିରି ଆପଣମାନେ ପାଣି ଦେବେ। ଯଦି ଆପଣମାନଙ୍କ ଘରେ ବହୁତ ଅସରପା ହେଇଥିବ ତାହେଲେ ଆପଣମାନେ 2 ଚାମଚ ଜାଗାରେ 4 ଚାମଚ ନେଇପାରିବେ। ତ ମୁଁ ଦେଖାଉଛି ଆପଣମାନଙ୍କୁ। ଦେଖନ୍ତୁ ମୋର ଟିକେ ପାଣି ହେଇଯାଇଛି, ତ ମୁଁ ତା ଦେହରେ ଆଉ ଟିକେ ନାକୁ କର୍ଣ୍ଣଫ୍ଲୋରକୁ ଆଡ଼୍ କରିବି। ତ ଏଇ ସଲ୍ୟୁସନ୍ଟା ଆପଣମାନେ ବିନା କଷ୍ଟରେ ଆପଣମାନେ ଏଇଟା ଘରେ ତିଆରି କରିପାରିବେ। ଅସରପା ଗୋଟେ ଏମିତି ଜିନିଷ ଯାହାକି ଆମେ ଖାଦ୍ୟ ପଦାର୍ଥ ରଖିଲେ ସେମାନେ ଆସିଥାନ୍ତି। ବିଶେଷ କରି ଅସରପା ମାନେ କିଚେନ୍ ରୁମ୍ରେ ଆସିଥାନ୍ତି ଯଦି ଅନ୍ଧାର ଘର ହେଇଥାଏ। ଆଉ ଯଦି କିଚେନ୍ ରୁମ୍ ଆପଣମାନେ ଯଦି ନିଟ୍ ଆଣ୍ଡ କ୍ଲିନ୍ କରିନଥିବେ, ଯଦି ଖାଦ୍ୟ ପଦାର୍ଥ ତ ଆମେ ରାତିରେ କିଚେନ୍ରେ ରଖିଥାଉ, ତ ସେମାନେ ଖାଇବା ପାଇଁକା ହିଁ ଆସିଥାନ୍ତି। ଆଉ ଆପଣମାନେ ଜାଣିଥିବେ ଖାଦ୍ୟ ପଦାର୍ଥକୁ ଯଦି ଅସରପା ମାନେ ଶୁଙ୍ଘିଥାନ୍ତି ତ ଆମେ ତ ଜାଣିନଥାଉ ଖାଇଲେ ଆମର କି ପ୍ରକାର କ୍ଷତି ହେବ, ସେଇଟା ଆପଣମାନେ ଭଲକିରି ଜାଣିଛନ୍ତି। ତେଣୁ ଘରୋଇ ଉପାୟରେ ଆମେ ତାଙ୍କୁ କେମିତି ଭଗେଇବା ତା'ର ଗୋଟେ ସୁନ୍ଦର ସହଜ ସଲ୍ୟୁସନ୍ଟେ ମୁଁ ଆଣିଛି। ସେଇଟା ଆପଣମାନଙ୍କ ଘରେ ବି ମଧ୍ୟ ଆଭେଲେବୁଲ୍ ଥିବ। ତ ଦେଖନ୍ତୁ ମୋର ବନେଇଦେଲି, ମୋର ଟିକେ ପତଳା ହେଇଯାଇଥିଲା ବୋଲି। ତାପରେ ଆପଣମାନେ ଟିକେ ନ୍ୟୁଜ୍ ପେପର ଜାଗାରେ ଆପଣମାନେ ଟିକେ ମୋଟାର ଟିକେ ପେପର ନେବେ, ଯାହାଫଳରେ କି ଆମର ଆମେ ଯେଉଁ ସଲ୍ୟୁସନ୍ଟା ବନେଇଛେ ସେଇଟା ଆଉ ଏତେ ଭେଦିବନି। ଆମେ ଯେହେତୁ ଏଇଟା କାଗଜରେ ଥୋଇବା, ତ ସେଥିପାଇଁକା ମୁଁ ଟିକେ ମୋଟା ପେପର ନେଉଛି। ଆପଣମାନଙ୍କ ପାଖରେ ତ ନିହାତି ଥିବେ, ଆପଣମାନେ ଟିକେ ମୋଟା ପେପରକୁ ୟୁଜ୍ କରିବେ। ଆଉ ମୁଁ କ'ଣ କରୁଛି ସେଇଟା ଆପଣମାନେ ଟିକେ ଧ୍ୟାନର ସହ ଦେଖନ୍ତୁ। ଦେଖିବା ଅପେକ୍ଷା କହିବା ଅପେକ୍ଷା ଦେଖିବାଟା ଆପଣମାନଙ୍କୁ ଠିକ୍ ବେଟର୍ ଲାଗିବ, ଆଉ ଆପଣମାନେ ଭଲସେ ଜାଣିପାରିବେ। ଦେଖନ୍ତୁ ମୁଁ ଗୋଟେ ମୋଟା ପେପର ନେଇଯାଇଛି, ତାକୁ ମାନେ ମୁଁ ଯେତିକି ଆବଶ୍ୟକ ଅସରପା ଯେଉଁ ଜାଗାରେ ଆପଣମାନେ ଦେଖୁଛନ୍ତି ଆସୁଛନ୍ତି, ତ ସେଇ ଜାଗାମାନଙ୍କରେ ଆପଣମାନେ ମୋଷ୍ଟଲି ସେଠି ରଖିପାରିବେ। ତ ଅସରପା ଆପଣମାନଙ୍କ ଖାଦ୍ୟ ପଦାର୍ଥ, ତାପରେ ଯେଉଁଠି ଆମର ଅପରିଷ୍କାର ହେଇଥାଏ ସିଲିଣ୍ଡର ପାଖ, ତାପରେ ଲୁଗାପଟା ବି ସେମାନେ ରହିକିରି ସେମାନେ ବି କପଡ଼ା ହାରିକା ବି ସେମାନେ ତାଙ୍କର କଣା କରିଦେଇଥାନ୍ତି। ତ ଆମର ବହୁତ ଜିନିଷ ସେମାନେ କ୍ଷତି କରିଥାନ୍ତି। ଦେଖନ୍ତୁ ମୁଁ ମାନେ ଅଳ୍ପ ବେଶୀ ପାଣିଆ ହେଇନି କି ବେଶୀ କାଠୁଆ ବି ହେଇନି। ତ ଆପଣମାନେ ଏହି ଟାଇପ୍ର ସେଇଟାକୁ ରଖିବେ। ବାଦାମର ସ୍ମେଲ୍ଟା ହିଁ ଅସରପାଙ୍କୁ ବହୁତ ଆଟ୍ରାକ୍ଟିଭ୍ କରିଥାଏ, ତ ସେଥିପାଇଁ ମୁଁ ବାଦାମ ନେଇଛି। ଦେଖନ୍ତୁ ତ ମୁଁ ଯେତିକି ମୋର ଆବଶ୍ୟକ ତ ସେଇ ପରିମାଣରେ ମୁଁ କାଗଜ ଦେଇଛି। ଯଦି ଆପଣମାନଙ୍କର ବହୁତ ଅସରପା ହେଉଥିବେ ତାହେଲେ ଆପଣମାନେ 4 ଜାଗାରେ 6ଟା କି 7ଟା ମଧ୍ୟ ଆପଣମାନେ କାଗଜର ପିସ୍ ନେଇକିରି ୟାକୁ ଆରାମସେ କରିପାରିବେ। ଆଉ ସଲ୍ୟୁସନ୍ଟାକୁ ଆପଣମାନେ ଆଉ ଟିକେ ଅଧିକ କ୍ୱାଣ୍ଟିଟିର ମଧ୍ୟ ନେଇପାରିବେ। ତ ଏମିତି କରିକିରି ଆପଣମାନେ ନିହାତି ଭାବରେ କରନ୍ତୁ ଆଉ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରନ୍ତୁ। ଏଇଟା ବହୁତ ବଢ଼ିଆ ଟିପ୍ସଟେ ଆପଣମାନଙ୍କ ପାଇଁ ମୁଁ ଆଣିଛି। ତ ସାଙ୍ଗମାନଙ୍କ ସହିତ ସେୟାର କଲେ ସେମାନେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ। ଦେଖନ୍ତୁ ମୁଁ କାଗଜରେ ମୁଁ ଆକୁ ରଖିଛି। ତାପରେ ମୁଁ ଏଥିରେ କ'ଣ ଆଡ଼୍ କରିଛି ଦେଖନ୍ତୁ, ଗନ୍ଧ କର୍ପୂର, ଯେଉଁଟାକି ଆମେ ଘରେ ନିହାତି ଭାବରେ ଆମର ମିଳିଯିବ। ତ ତାକୁ ଆପଣମାନେ କ'ଣ କରିବେ, ଗୁଣ୍ଡ କରିପାରିବେ, ନଚେତ୍ ଏମିତି ଟିକେ ନାକୁ ତା ଗୁଣ୍ଡଟା ସେଇ ଯେଉଁ ଆମେ ବନେଇଛେ ତା ଦେହରେ ଆମେ ଦେଇପାରିବା। ତ ସେଇ ବାସ୍ନାରେ ଅସରପା ମାନେ ଆରାମସେ ମରିଯିବେ। ଆପଣମାନଙ୍କୁ ମାନେ ମାର୍କେଟରୁ ଯାଇକରି କୌଣସି କେମିକାଲ ଜିନିଷ ମଧ୍ୟ କିଣିବା ପାଇଁକା ପଡ଼ିବ ନାହିଁ। ଦେଖନ୍ତୁ ମୁଁ ଆକୁ ଟିକେ ମାନେ କଇଞ୍ଚିରେ ଆସ୍ତେ ଆସ୍ତେ କାଟିକିରି ତା ଦେହରେ ମୁଁ ପକଉଛି। ଆଉ ତାପରେ ଆପଣମାନେ କାଗଜକୁ ଏମିତି ଟିକେ ପୁଡ଼ିଆ ଭଳିଆ ଆପଣମାନେ ତାକୁ ଟିକେ ମୋଡ଼ିକିରି ରଖିବେ। ଆପଣମାନେ
ଆପଣମାନଙ୍କ ଯେଉଁ ଜାଗାରେ ଭାବୁଛନ୍ତି ଅସରପା ଆସୁଛି ବୋଲି ସେଇ ଜାଗାରେ ଆପଣମାନେ ଆରାମସେ ୟାକୁ ରଖିପାରିବେ। ଏହି ଟିପ୍ସଟି ନିହାତି ଭାବେ କରନ୍ତୁ, ଦେଖିବେ ଆପଣମାନଙ୍କ ଘରେ ଜମାରୁ ବି ଅସରପା ଆସିବାକୁ ସାହସ କରିବେ ନାହିଁ। ଆଉ ଦେଖନ୍ତୁ ଏଇ ଯେଉଁ ଜିନିଷଟା ଆମେ ବନେଇଛେ, ଏ ଜିନିଷ ସେମାନେ ଖାଇଲା ମାନେ, ଖାଇବା ଜିନିଷ ଯେହେତୁ ଅସରପାଙ୍କର ଖାଇଥାନ୍ତି, ତ ସେଇ ଜିନିଷ ଆମେ ରଖିଲେ ସେମାନେ ହିଁ ଆଟ୍ରାକ୍ଟିଭ୍ ହେଇକିରି ଆସିବେ ଆଉ ଖାଇଲା ମାନେ ସେମାନେ ଯିବେ। ତ ଦେଖନ୍ତୁ ମୁଁ ଏଟାକୁ ବନେଇଥିଲି, ତ ସେଥିପାଇଁ ମୁଁ ଆପଣମାନଙ୍କୁ ଦେଖାଉଛି। ଆପଣମାନେ ସବୁବେଳେ ମୋଟା ପେପର ହିଁ ନେବେ, ଯେହେତୁ ଆମେ ୟାର ପାଣିର ଅଂଶଟା ଥିବ, ତ ପତଳା ଯଦି ଆପଣ ନେବେ ତାହେଲେ ସେଗୁଡ଼ାକ ମାନେ କାଗଜରେ ସହ ବତୁରିକି ଆପଣମାନଙ୍କ ନଷ୍ଟ ହେଇଯିବ, ଆପଣମାନଙ୍କର କୌଣସି କାମରେ ବି ଆସିବନି। ଆପଣ ଯେଉଁ ପରିଶ୍ରମ କରିଥିବେ ତାହା କିଛି ଲାଭ ବି ହେବନି। ତେଣୁ ଆପଣମାନେ ଟିକେ ମୋଟା ପେପର ନେଲେ ଆପଣମାନଙ୍କୁ ଟିକେ ବେଟର୍ ହେବ। ଦେଖନ୍ତୁ ମୁଁ କେମିତି କରିଛି, ଆପଣମାନେ ସେଇ ଅନୁସାରେ ୟାକୁ ଘରେ କରିପାରିବେ। ଆଉ ଆପଣମାନଙ୍କ କିଚେନରେ ମଧ୍ୟ ଏସବୁ ଜିନିଷ ନିହାତି ଭାବରେ ମିଳିଯିବ, କୌଣସି ଜିନିଷ ମାର୍କେଟରୁ ଆଣିବା ପାଇଁକା ପଡ଼ିବ ନାହିଁ। ତ ଆଶା କରୁଛି ଆଜିର ଏ ଟିପ୍ସଟି ଆପଣମାନଙ୍କୁ ନିହାତି ଭାବରେ ହେଲ୍ପ କରିବ। ଯଦି ଆପଣମାନଙ୍କୁ ଭଲ ଲାଗିବ ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଆପଣମାନେ ଭିଡ଼ିଓଟିକି ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛି, ପୁଣି ଦେଖାହେବା ପୁଣି ଏକ ନୂଆ ଭିଡ଼ିଓରେ।